ମାୟା କହିବେ, ଆଜିଠୁ ସବୁକିଛି ତତେ ହିଁ କରିବାକୁ ପଡ଼ିବ। ତେଣୁ ଆଉ ଡେରି ନ କରି ଶୀଘ୍ର ଯାଇ କାମରେ ଲାଗିଯା। ସବୁଠୁ ବଡ଼ କଥା ହେଲା ମୁଁ ବହୁତ ଟାଇମରେ ପଙ୍କ୍ଚୁଆଲ। ଟାଇମରେ ଟିକେ ବି ଗଡ଼ବଡ଼ ହେଲେ ମୁଁ ଜମା ବି ବରଦାସ୍ତ କରିବିନି। ତାପରେ ସେଠାରୁ ଚାଲିଯିବେ। ତାପରେ ନୀଲମ କହିବେ, ହ୍ୱାଟ୍ ଦ ହେଲ୍ ମାମା? ତାହେଲେ କ'ଣ ରିମଝିମ୍ ଜାଗାରେ ମୁଁ ଏ ଘରର ଚାକରାଣୀ ହେଇ କାମ କରିବି? ତାପରେ ରୁବି କହିବେ, ଚୁପ୍, ଧୀରେ କହ ନୀଲମ। ମାୟା ଯଦି ଏକଥା ଶୁଣେ ତାହେଲେ ସିଏ ଆମକୁ ବି ଏ ଘରୁ ବାହାର କରିଦେବ। ତା ଉପରେ କିଛି ବି ଭରସା ନାହିଁ। ତାପରେ ନୀଲମ କହିବେ, ତା ମାନେ କ'ଣ ତମେ ବି ଏ କଥାକୁ ସପୋର୍ଟ କରୁଛ? ଏ ଘରେ ଏଣିକି ସବୁଦିନ ମୁଁ ଖାଇବା ତିଆରି କରିବି? ତାପରେ ରୁବି କହିବେ, ସବୁଦିନ କାହିଁକି, ତୁ ଖାଲି ଆଜି ଦିନଟା ଆଡ଼ଜଷ୍ଟ କର, ତାପରେ ଦେଖିନେବା। ମୋତେ ଟିକେ ଚିନ୍ତା କରିବାକୁ ସମୟ ଦେ, ତୁ ଯା। ତାପରେ ନୀଲମ ସେଠାରୁ ଚାଲିଯିବେ। ତାପରେ ଏପଟେ ଆଦର୍ଶ ଆଉ ପଲ୍ଲବୀ ବିନୋଦ, ଗୌରବ ଆଉ ରିମଝିମ୍କୁ ଦେଖିବାକୁ ଆସିବେ। ଆଉ ଆଦର୍ଶ କହିବେ, ଦେଖ ଭାଇ, ତମମାନଙ୍କୁ ହେଲ୍ପ କରିବା ପାଇଁ କିଏ ଆସିଛନ୍ତି। ତାପରେ ଗୌରବ କହିବେ, ତମ ଦି ଜଣଙ୍କୁ ବହୁତ ବହୁତ ଧନ୍ୟବାଦ। ତମେ ଦି ଜଣ ଏଠିକି ଆସିବ ବୋଲି ତ ମୁଁ କେବେ ଆଶା ହିଁ କରିନଥିଲି। ତାପରେ ବିନୋଦ କହିବେ, ଆଦର୍ଶ, ତମେ ଦି ଜଣ ଏତେ ରାତିରେ ଏଠିକି ଆସିବା କ'ଣ ଦରକାର ଥିଲା? ତାପରେ ଆଦର୍ଶ କହିବେ, ଦରକାର ଥିଲା ଦାଦା। ଏ ଘରୁ ଚାଲି ଆସିବା ପରେ ତମେମାନେ ଏଠି କେମିତି ଅଛ ସେସବୁ ଜାଣିବା ନିହାତି ଦରକାର ଥିଲା। ତାପରେ ପଲ୍ଲବୀ କହିବେ, ହେଲେ ସାନମା କୁଆଡ଼େ ଗଲେ? ତାପରେ ବିନୋଦ କହିବେ, ତୀର୍ଥକୁ। ତାପରେ ଆଦର୍ଶ ଆଉ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ଆଉ କହିବେ, ତୀର୍ଥକୁ? ତାପରେ ବିନୋଦ କହିବେ, ହଁ, କହିଲେ ବହୁତ ଥକି ଗଲେଣି ସିଏ। ତାଙ୍କୁ ଟିକେ ଶାନ୍ତି ଦରକାର। ମୁଁ ବି ଆଉ ମନା କରିପାରିଲିନି। ଯାଆନ୍ତୁ, ଜଞ୍ଜାଳ ଭିତରେ ରହି ବହୁତ ସହିଲେଣି ସିଏ। ମନକୁ ଟିକେ ଶାନ୍ତ କରିପାରନ୍ତୁ। ତାପରେ ପଲ୍ଲବୀ ଆଉ ଆଦର୍ଶ କିଚେନକୁ ଯିବେ। ଆଉ ପଲ୍ଲବୀ କହିବେ, ଅପା, ତମେ ଯାଅ ରେଷ୍ଟ ନେବ। ମୁଁ ଆଉ ଆଦର୍ଶ ଆଜିର ଡିନର କରିବୁ। ଭାଇ, ଆପଣ ଅପାଙ୍କୁ ଏଠୁ ନେଇ ଯାଆନ୍ତୁ। ତାପରେ ରିମଝିମ୍ ରାଗିକି କହିବେ, ଇଏ ମୋ ଘର, ଅତି କମରେ ଏଠି ତ ମୋତେ ମୋ ଇଚ୍ଛାରେ ବଞ୍ଚିବାକୁ ଦେ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ଆଉ କହିବେ, ମୁଁ ଜାଣେ ଅପା, ତମେ ମୋ ଉପରେ ରାଗିଛ। ଠିକ୍ ଅଛି, କିଛି କଥା ନାହିଁ। ଏବେ ଆମେ ଆସିଯାଇଛୁ ତମକୁ ହେଲ୍ପ କରିବା ପାଇଁ। ତମେ ଯାଅ ବସ। ଭାଇ ପ୍ଲିଜ୍, ଆପଣ ଏଠୁ ଅପାଙ୍କୁ ନେଇ ଯାଆନ୍ତୁ। ଆଜିର ଡିନର ମୁଁ ତିଆରି କରିଦେବି। ତାପରେ ଆଦର୍ଶ ଆଉ ପଲ୍ଲବୀ ଡିନର ତିଆରି କରି ସମସ୍ତେ ଖାଇବେ। ଆଉ ପଲ୍ଲବୀ କହିବେ, ଥ୍ୟାଙ୍କ ୟୁ ସୋ ମଚ୍ ଆଦର୍ଶ। ତମେ ମୋତେ ଏଠିକି ନେଇ ଆସିଥିବାରୁ ମୁଁ ତମକୁ କ୍ଷମା କଲି। ତାପରେ ଗୌରବ କହିବେ, କ୍ଷମା? କ୍ଷମା କ'ଣ ପାଇଁ? ତାପରେ ପଲ୍ଲବୀ କହିବେ, ଇଏ ମୋ ସହିତ ବହୁତ ଝଗଡ଼ା କରୁଛନ୍ତି। ଏକ ତ ମୋ ହାତ ଫ୍ରେକ୍ଚର ଅଛି, ତାପରେ ବି ସିଏ ମୋ ଉପରେ ରାଗୁଛନ୍ତି। ରାଗରେ ସିଏ ଘରୁ ବାହାରକୁ ଚାଲି ଆସିଥିଲେ। ତାପରେ ଆଦର୍ଶ କହିବେ, ହଁ, ବାହାରକୁ ଆସିଥିଲି ଦାଦାଙ୍କୁ କଲ୍ କରିବା ପାଇଁ। ଦାଦାଙ୍କୁ କଲ୍ କରିଥିଲି ଆଉ ଦାଦା କହିଲେ ଯେ ସେ ଏଠି ଡିନର ତିଆରି କରୁଛନ୍ତି। ତ ମୁଁ ସାଙ୍ଗେ ସାଙ୍ଗେ ତମକୁ ଧରି ଏଠିକି ଚାଲି ଆସିଲି। କିନ୍ତୁ ମୋତେ ଖୁଡ଼ିଙ୍କ ହାତରୁ ଖାଇବାର ଥିଲା। ଛାଡ଼, ସେ ତ ନାହାନ୍ତି, କିନ୍ତୁ ସେ ଆସିଲା ପରେ ମୁଁ ଚାଲି ଆସିବି ଏଠିକି। ତାପରେ ସମସ୍ତେ ହସିବେ। ପୁଣି ଆଦର୍ଶ କହିବେ, ଦାଦା, ତମକୁ ଏଠି ଏ ଅବସ୍ଥାରେ ଦେଖି ମୋତେ ଆଦୌ ଖୁସି ଲାଗୁନି। କିନ୍ତୁ ତମେମାନେ ବ୍ୟସ୍ତ ହୁଅନି, ମୁଁ କାଲି ହିଁ ତମମାନଙ୍କ ପାଇଁ ବଡ଼ ଘର ଆରେଞ୍ଜ କରିଦେବି। ବାସ୍ ଆଜି ରାତିଟା ଏଠି କଟିଯାଉ। ତାପରେ ବିନୋଦ କହିବେ, ନାଇଁ ଆଦର୍ଶ, ଆମେ ଏଠି ଠିକ୍ ଅଛୁ। ତୁ ଆମ ପାଇଁ ଜମା ବ୍ୟସ୍ତ ହନି। ଆମର ଏଠି ଯେତେବେଳେ ବି ପ୍ରୋବ୍ଲେମ୍ ହେବ ମୁଁ ତତେ ନିଜେ କଲ୍ କରି ଜଣେଇବି। ତାପରେ ଆଦର୍ଶ କହିବେ, ଠିକ୍ ଅଛି ଦାଦା, ମୁଁ କାଲି ହିଁ ଅଫିସରୁ ତମ ପାଖକୁ ଗୋଟେ ଚେକ୍ ପଠେଇ ଦଉଛି। ତମେ ତାକୁ ତମ ଆକାଉଣ୍ଟରେ ଡିପୋଜିଟ୍ କରିଦେବ। ଆଉ ତମମାନଙ୍କୁ ଚଳିବାରେ କିଛି ଅସୁବିଧା ହେବନି। ତ ଦର୍ଶକ ବନ୍ଧୁ, ବିନୋଦ କ'ଣ ଆଦର୍ଶଙ୍କଠୁ ଚେକ୍ ନେବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।